ଆଜି ଅନେକ ଯୁବା ଓ ଯୁବତୀ ମାନଙ୍କର ଅନେକ ପ୍ରଶ୍ନ ରହିଅଛି। ଆଉ ସେହି ପ୍ରଶ୍ନ ଗୁଡ଼ିକ ମଧ୍ୟରୁ ଗୋଟିଏ ପ୍ରଶ୍ନ ରହିଛି, ଆମେ କାହାକୁ ବାହା ହେବୁ। ଦ୍ୱିତୀୟ ପ୍ରଶ୍ନ ରହିଛି, କେଉଁ ବୟସରେ ଆମେ ବାହା ହେବୁ। ଏହି ପ୍ରକାର ସେମାନେ ଅନେକ ପ୍ରଶ୍ନ ଗୁଡ଼ିକ ଆମମାନଙ୍କୁ ପଚାରନ୍ତି, ମଣ୍ଡଳୀରେ ପଚାରନ୍ତି। ଆଉ ଅନେକ ସମୟରେ ସେମାନେ ସେହି ପ୍ରଶ୍ନର ଉତ୍ତର ଗୁଡ଼ିକ ମଧ୍ୟ ପାଇଥାନ୍ତି ଆଉ ପାଇନଥାନ୍ତି। ମାତ୍ର ଆଜିର ଏହି ପ୍ରସଙ୍ଗରେ ମୁଁ ଅଳ୍ପ ସମୟ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଚାହେଁ। ଗୋଟିଏ ପୁଅ ବା ଝିଅ ବାହା ହେବା ପୂର୍ବରୁ କେଉଁ କେଉଁ ବିଷୟ ଗୁଡ଼ିକ ତା ଜୀବନରେ ଆବଶ୍ୟକ ରହିଛି। ପ୍ରିୟମାନେ, ବାହା ହେବା ପୂର୍ବରୁ ଗୋଟିଏ ପୁଅ ବା ଝିଅର ଜୀବନରେ କ'ଣ କ'ଣ ଆବଶ୍ୟକ ରହିଛି, ଆଉ ବିଶେଷ କରି ଗୋଟିଏ ପୁଅର ଜୀବନରେ, ଗୋଟିଏ ଯୁବା ପୁଅଙ୍କ ଜୀବନରେ କ'ଣ ଆବଶ୍ୟକ ରହିଛି ବା କ'ଣ ଆବଶ୍ୟକତା ଗୁଡ଼ିକ ପରମେଶ୍ୱର ଚାହାନ୍ତି, ସେ ବିଷୟରେ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଭାରତର ସମ୍ବିଧାନ ଅନୁସାରେ ଯଦି ପଚରାଯାଏ ଗୋଟିଏ ଝିଅ କେଉଁ ସମୟରେ ବାହା ହେଇପାରିବ, କହିବେ ନାଇଁ ସେ 18 ବର୍ଷରେ ବାହା ହେଇପାରିବ। ଗୋଟେ ପୁଅ କେଉଁ ସମୟରେ ବାହା ହେଇପାରିବ, ନା ସେ 21 ବର୍ଷରେ ବାହା ହେଇପାରିବ ବା 18 ବର୍ଷରେ ବାହା ହେଇପାରିବ। ଆଉ ଘରେ ଲୋକମାନଙ୍କୁ ଯେତେବେଳେ ପଚରାଯାଏ ଯେ ପୁଅ ତ ଏବେ ଚାକିରି କଲାଣି, 2 ପଇସା କମଉଛି, ତାହାକୁ ଆମେ ବାହା କରିଦେବା। ବା ଘରେ ମାଙ୍କର ଦେହ ଭଲ ନାହିଁ, ସେ ବାରମ୍ବାର ଅସୁସ୍ଥ ରହୁଛନ୍ତି, ଆଉ ପିଲା ପାଇଁ ଗୋଟିଏ ବୋହୂ ଆମେ ଖୋଜିବା, ସ୍ତ୍ରୀ ଗୋଟିଏ ଖୋଜିବା, ଏ ପ୍ରକାର ସେମାନେ କଥାବାର୍ତ୍ତା ହୁଅନ୍ତି। ମାତ୍ର ବାଇବଲ ଆମକୁ କ'ଣ ଶିକ୍ଷା ଦିଏ? ବାହାଘର ହେବା ପୂର୍ବରୁ ବା ବାହା ହେବା ପୂର୍ବରୁ ଗୋଟିଏ ଯୁବା ପୁଅର ଯୋଗ୍ୟତା ଗୁଡ଼ିକ କ'ଣ ରହିବାର ଆବଶ୍ୟକ ରହିଛି, ବା କେଉଁ ସ୍ତରକୁ ଗଲେ ସେ ବାହା ହେବାର ଆବଶ୍ୟକ ରହିଛି, ସେ ବିଷୟରେ ବାଇବଲ ଆମକୁ କ'ଣ କହେ ତାହା ଆମେ ଦେଖିବା। ବାଇବଲରେ ଆଦି ପୁସ୍ତକ ରହିଅଛି। ଆଦି ପୁସ୍ତକର 2 ଅଧ୍ୟାୟରୁ ଆମେ ଅଳ୍ପ ସମୟ ଦେଖିବା। ପରମେଶ୍ୱର ମନୁଷ୍ୟକୁ 6ଠ ଦିନରେ ସେ ତିଆରି କଲେ। 6ଠ ଦିନରେ ତିଆରି କଲା ପରେ 7ମ ଦିନ ହେଉଛି ବିଶ୍ରାମ ଦିନ। ମନୁଷ୍ୟକୁ ସେ ପ୍ରଥମେ ବିଶ୍ରାମରେ ପ୍ରବେଶ କରାଇଲେ ବା ନିଜର ଉପସ୍ଥିତି ମଧ୍ୟରେ ରଖିଲେ, ନିଜ ସମ୍ମୁଖରେ ରଖିଲେ। ଏହା ହେଉଛି ଗୋଟିଏ ମନୁଷ୍ୟର ସବୁଠୁ ବଡ଼ ପ୍ରଥମ ଆବଶ୍ୟକତା। ଏହା ପ୍ରତ୍ୟେକ ମନୁଷ୍ୟକୁ ଆବଶ୍ୟକ ରହିଛି। ସ୍ୱର୍ଗର ପରମେଶ୍ୱର ଏହି ପ୍ରକାର ସେ ରୁଲ୍ ରେଗୁଲେସନ୍ କରିଛନ୍ତି। ଗୋଟିଏ ମନୁଷ୍ୟର ସବୁଠୁ ବଡ଼ ଆବଶ୍ୟକତା, ତାର ଜବ୍ ନାହିଁ, ତାର ଘର ନାହିଁ, ତା ପାଇଁ ସ୍ତ୍ରୀ ନାହିଁ, ତାର ସବୁଠୁ ବଡ଼ ଆବଶ୍ୟକତା ହେଉଛି ପରମେଶ୍ୱରଙ୍କର ଉପସ୍ଥିତି, ପରମେଶ୍ୱରଙ୍କ ସାନ୍ନିଧ୍ୟ। ସେ ପରମେଶ୍ୱରଙ୍କର ବିଶ୍ରାମରେ ସେ ରହିବାର ଆବଶ୍ୟକ ରହିଛି। ଏହା ପରମେଶ୍ୱରଙ୍କର ରୁଲ୍ ରେଗୁଲେସନ୍। କାରଣ ପ୍ରଥମ ମନୁଷ୍ୟ ସୃଷ୍ଟି କଲା ପରେ ସେ ସିଧାସଳଖ 7ମ ଦିନ ବା ବିଶ୍ରାମ ଦିନରେ ସେହି ମନୁଷ୍ୟକୁ ସେ ପ୍ରବେଶ କରାଇଲେ। ବିଶ୍ରାମ ଦିନରେ ପ୍ରବେଶ କରାଇଲା ପରେ ମନୁଷ୍ୟକୁ ତାପରେ ସେ ସିଧାସଳଖ ସେ କୌଣସି ସ୍ତ୍ରୀ ଦେଉନାହାନ୍ତି। ମନୁଷ୍ୟକୁ ଯେଉଁ ସମୟରେ ସେ ବିଶ୍ରାମ ବାରରେ ବା ବିଶ୍ରାମ ଦିନରେ ପ୍ରବେଶ କରାଇଲେ, ତାପରେ ସେ ମନୁଷ୍ୟକୁ କ'ଣ ଦେଉଛନ୍ତି ତାହା ଆମେ 2 ଅଧ୍ୟାୟର 15 ପଦରେ ପଢ଼ିବା। ଆଦି ପୁସ୍ତକ 2 ଅଧ୍ୟାୟର 15 ପଦରେ, ପୁଣି ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ। ପ୍ରଥମେ ତାଙ୍କର ଉପସ୍ଥିତି ଦେଲେ, ପରିତ୍ରାଣ ଦେଲେ, ତା ପଛେ ସେ ମନୁଷ୍ୟକୁ ଜବ୍ ଦେଉଛନ୍ତି, ଚାକିରି ଦେଉଛନ୍ତି, ବିଜନେସ୍ ଦେଉଛନ୍ତି। ଏହା ଆବଶ୍ୟକ ରହିଛି। ପ୍ରଥମେ ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟରେ ରହିବାର ଅଛି। ପରମେଶ୍ୱରଙ୍କୁ ସବୁଠୁ ଅଧିକ ପ୍ରେମ କରିବାର ଆବଶ୍ୟକ ରହିଛି। କାରଣ ଯେଉଁ ମନୁଷ୍ୟ ପରମେଶ୍ୱରଙ୍କୁ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସବୁଠୁ ଅଧିକ ସେ ପ୍ରେମ କରେ, ସେ ଗୋଟେ ଭଲ ସ୍ୱାମୀ ହେଇପାରିବ, ଭଲ ବାପା ହେଇପାରିବ, ଭଲ ପୁଅ ହେଇପାରିବ। ସେଥିପାଇଁ ପରମେଶ୍ୱର ପ୍ରଥମେ ମନୁଷ୍ୟକୁ ସେ ତାଙ୍କର ଉପସ୍ଥିତି ଦେଉଛନ୍ତି। ଦ୍ୱିତୀୟରେ ସେ ମନୁଷ୍ୟକୁ ଗୋଟେ ଜବ୍ ଦେଉଛନ୍ତି, ଗୋଟେ କାର୍ଯ୍ୟ ଦେଉଛନ୍ତି, ଗୋଟେ ଚାକିରି ଦେଉଛନ୍ତି। ସେ ଏଦନ ଉଦ୍ୟାନର ସୁସଜ୍ଜିତ ଓ ରକ୍ଷା କରିବା ପାଇଁ
ଆଦମଙ୍କୁ ସେ ନିଯୁକ୍ତ କରୁଛନ୍ତି। ଆପଣ ପ୍ରଥମେ ପରମେଶ୍ୱରଙ୍କର ଉପସ୍ଥିତି ପାଇବାର ଆବଶ୍ୟକ ରହିଛି, ଗୋଟିଏ ପୁଅ, ତା ପଛେ ସେ ଗୋଟିଏ କାର୍ଯ୍ୟ ଆବଶ୍ୟକ ରହିଛି। ନିଶ୍ଚୟ ସେ ଗୋଟିଏ ଜବ୍ କରୁଥିବ। କାହିଁକି ଜବ୍ କରିବାର ଆବଶ୍ୟକ ରହିଛି? ଆମେ ପ୍ରଥମ ତିମୋଥୀ ତାହାର 5 ଅଧ୍ୟାୟ ପଢ଼ିଲେ ଆମେ ଜାଣିପାରିବା। ପ୍ରଥମ ତିମୋଥୀ 5 ଅଧ୍ୟାୟ 8 ପଦ। କିନ୍ତୁ ଯଦି କେହି ଆପଣା ଆତ୍ମୀୟ ବିଷୟରେ ଆପଣା ପରିବାରର ତତ୍ତ୍ୱ ନ ନିଏ, ସେ ବିଶ୍ୱାସ ମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀ ଠାରୁ ଅଧମ ଅଟେ। ଗୋଟିଏ ପୁଅ ବାହା ହେବା ପୂର୍ବରୁ ଯଦି ସେ କୌଣସି ଜବ୍ କରେ ନାହିଁ, କୌଣସି ବିଜନେସ୍ କରେ ନାହିଁ, କିଛି ଟଙ୍କା ପଇସା ଉପାର୍ଜନ କରେ ନାହିଁ, ତାହେଲେ ସେ କି ପ୍ରକାର ଭାବେ ନିଜର ପରିବାରର ସେ ଭରଣ ପୋଷଣ କରିପାରିବ? କି ପ୍ରକାର ଭାବେ ନିଜ ପରିବାରର ଆବଶ୍ୟକ ଗୁଡ଼ିକକୁ ସେ ପୂର୍ଣ୍ଣ କରିପାରିବ? ସେଥିପାଇଁ ବାହା ହେବା ପୂର୍ବରୁ ପ୍ରଥମେ ପରମେଶ୍ୱରଙ୍କ ଉପସ୍ଥିତିରେ ରହିବାର ଆବଶ୍ୟକ ରହିଛି। ଦ୍ୱିତୀୟରେ ଗୋଟିଏ ଜବ୍ ବା ଟଙ୍କା ଉପାର୍ଜନ କରିବାର ଗୋଟିଏ ମାଧ୍ୟମ ରହିବାର ଆବଶ୍ୟକ ରହିଛି, ଯାହାଦ୍ୱାରା ସେ ନିଜ ପରିବାରକୁ ସେ ପ୍ରତିପୋଷଣ କରିପାରିବ। ତୃତୀୟ ବିଷୟ ଆମେ ଦେଖିବା ସେହି ଆଦି ପୁସ୍ତକ 2 ଅଧ୍ୟାୟ 16 ପଦ। ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାରିବ। ଆମେ ତୃତୀୟ ବିଷୟ ଦେଖୁଛୁ, ପରମେଶ୍ୱରଙ୍କର ବାକ୍ୟ ସେ ବ୍ୟକ୍ତିର ଜୀବନରେ ରହିବାର ଆବଶ୍ୟକ ରହିଛି। ପରମେଶ୍ୱରଙ୍କ ଉପସ୍ଥିତି, ଜବ୍ ଆଉ ପ୍ରଭୁଙ୍କର ବାକ୍ୟ ସେ ମନୁଷ୍ୟକୁ, ସେ ଆଦମଙ୍କୁ ସେ ପ୍ରଥମେ ନିଜର ଉପସ୍ଥିତି ଦେଲେ, ଦ୍ୱିତୀୟରେ ସେ ଜବ୍ ଦେଉଛନ୍ତି, ତୃତୀୟରେ ତାହାଙ୍କର ବାକ୍ୟ। ଯଦି ଗୋଟିଏ ଯୁବା ଭାଇଙ୍କ ଜୀବନରେ ପ୍ରଭୁଙ୍କର ବାକ୍ୟ ନାହିଁ, ତାହେଲେ କି ପ୍ରକାର ଭାବରେ ଗୋଟିଏ ଐଶ୍ୱରିକ ପରିବାର ସେ ଗଠନ କରିପାରିବେ? ଐଶ୍ୱରିକ ପରିବାର ଯଦି ଗଠନ କରିବାର ଆବଶ୍ୟକ ରହିଛି, ପ୍ରଭୁଙ୍କର ବାକ୍ୟ ସେହି ଯୁବା ଭାଇଙ୍କ ପାଖରେ ରହିବାର ଆବଶ୍ୟକ ରହିଛି। ଏହା ପରେ ସେ 18 ପଦ 2 ଅଧ୍ୟାୟର 18 ପଦରେ ସେ କହୁଛନ୍ତି, ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା। ଚତୁର୍ଥରେ ସେ ତାହା ନିମନ୍ତେ ଗୋଟିଏ ସ୍ତ୍ରୀ ବା ଅନୁରୂପ ସହକାରିଣୀ ସେ ଖୋଜୁଅଛନ୍ତି। ପ୍ରଥମେ ପରମେଶ୍ୱରଙ୍କ ଉପସ୍ଥିତି, ଦ୍ୱିତୀୟରେ ସେ ଗୋଟିଏ ଜବ୍ କରିବ, ତୃତୀୟରେ ପରମେଶ୍ୱରଙ୍କ ବାକ୍ୟ, ଆଉ ଚତୁର୍ଥରେ ସେହି ବ୍ୟକ୍ତି ନିମନ୍ତେ ବା ସେହି ଆଦମଙ୍କ ନିମନ୍ତେ ସେ ଗୋଟିଏ ସହକାରୀ ବା ସ୍ତ୍ରୀ ସେ ଖୋଜୁଅଛନ୍ତି। ପରମେଶ୍ୱର ଏହି ପ୍ରକାର ଭାବରେ ସେ ପରିବାରକୁ ତିଆରି କରିବା ପାଇଁ ଚାହାନ୍ତି। ଆଉ ଏହି ଯେଉଁ ଢାଞ୍ଚା ବା ଏହି ଯେଉଁ ସୂତ୍ର ସେ ଆମକୁ ଦେଇଛନ୍ତି, ଆଉ ଏହି ସୂତ୍ର ଅନୁସାରେ ଯଦି ଆମେ ଚାଲିବା, ତାହେଲେ ପରିବାର ଗୁଡ଼ିକରେ ଅଶାନ୍ତି କମିବ, ଛାଡ଼ପତ୍ର କମିବ, ପରିବାର ପରମେଶ୍ୱରଙ୍କ ଯୋଜନାକୁ ସଫଳ କରିବେ। କାରଣ ପ୍ରଭୁଙ୍କର ଇଚ୍ଛା ଯେ ସେ ଏଥିପାଇଁ ସେ ଏକ କରନ୍ତି, ଗୋଟେ ଐଶ୍ୱରିକ ବଂଶ ସେ ଚାହାନ୍ତି। ପରିବାର ମାଧ୍ୟମରେ ସେ ନିଜର ଶକ୍ତି ସାମର୍ଥ୍ୟକୁ ଦୁନିଆକୁ ସେ ଦେଖାଇବା ପାଇଁ ଚାହାନ୍ତି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଉ ଯୁବା ଯୁବତୀମାନେ ଦୟାକରି ଏହି ବାକ୍ୟକୁ ଧ୍ୟାନ ଦେବେ। ବାହା ହେବା ପୂର୍ବରୁ ଏହିସବୁ ବିଷୟ ଗୁଡ଼ିକ ଆମ ଜୀବନରେ ଥିଲେ ବହୁତ ଭଲ ହେବ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆମେନ୍।